ସୁଭଦ୍ରା ଯୋଜନାରେ ଆସିଲା ଆଉ ଏକ ବଡ଼ ଖବର। ବର୍ତ୍ତମାନ ଗାଁ ଗାଁରେ ଗଳି ଗଳିରେ ଚର୍ଚ୍ଚା ଚାଲିଛି ସୁଭଦ୍ରା ଯୋଜନା, ଯେଉଁଥିରେ ଲକ୍ଷ ଲକ୍ଷ ମହିଳା, କୋଟି କୋଟି ମହିଳା ଏହି ସୁଭଦ୍ରା ଯୋଜନାରେ ଉପକୃତ ହୋଇସାରିଛନ୍ତି। ଅନେକ ମହିଳା ରହିଯାଇଛନ୍ତି ଏପର୍ଯ୍ୟନ୍ତ ଏହି ସୁଭଦ୍ରା ଯୋଜନା ଟଙ୍କା ପାଇନାହାନ୍ତି। ତ ସେମାନଙ୍କର କ'ଣ ଅସୁବିଧା ଅଛି ଆପଣମାନେ ଟିକିଏ ବି ଯଦି ଜାଣିଛନ୍ତି ନିହାତି କମେଣ୍ଟ ସାହାଯ୍ୟରେ ମତାମତ ଦିଅନ୍ତୁ। ମୁଁ ଆପଣମାନଙ୍କ ପାଇଁ 100% ଭିଡ଼ିଓ ନେଇ ଆସିବି। ତ ଦେଖନ୍ତୁ, ମୁଁ ସମସ୍ତ ଭିଡ଼ିଓ ଗୁଡ଼ିକରେ କହିଛି ଏବଂ ଦେଖନ୍ତୁ ସୁଭଦ୍ରା ଯୋଜନାର ଯେତିକି ଭିଡ଼ିଓ ମୁଁ ପୋଷ୍ଟ କରିଛି, ମୁଁ ସମସ୍ତ ଭିଡ଼ିଓ ମାନଙ୍କରେ କହିଛି ଏମିତି କରନ୍ତୁ ସୁଭଦ୍ରା ଯୋଜନା ଟଙ୍କା ଆସିବ। ତ ଆପଣମାନେ ଯଦି ସୁଭଦ୍ରା କିସ୍ତି ଏପର୍ଯ୍ୟନ୍ତ ପାଇନାହାନ୍ତି ତାହେଲେ ନିଶ୍ଚୟ ଆପଣମାନଙ୍କ ପାଇଁ ଆସିବ। ତ ଏମିତି କରନ୍ତୁ, ସେୟା କରନ୍ତୁ, ସମସ୍ତ ଭିଡ଼ିଓ ମାନଙ୍କରେ ମୁଁ ଆପଣମାନଙ୍କ ପାଇଁ କହିଛି। ତ ମୋର ଭିଡ଼ିଓ ଗୁଡ଼ିକ ନିହାତି ଆପଣମାନେ ସମସ୍ତ ଭିଡ଼ିଓ ଗୁଡ଼ିକ ଦେଖନ୍ତୁ, କିମ୍ବା ଆପଣମାନଙ୍କର ଯଦି କୌଣସି ଟିକିଏ ବି ଭୁଲ ଅଛି ନିହାତି କମେଣ୍ଟ ସାହାଯ୍ୟରେ ମତାମତ ଦିଅନ୍ତୁ। ମୁଁ ଆପଣମାନଙ୍କ ପାଇଁ ନିଶ୍ଚୟ ଭିଡ଼ିଓ ନେଇ ଆସିବି। ମୋର ଛୋଟ ଚ୍ୟାନେଲ ହେଲେ ମଧ୍ୟ କ'ଣ, ଆପଣମାନେ ଭିଡ଼ିଓଟିକୁ ଥରେ ଦେଖନ୍ତୁ, ନିଶ୍ଚୟ ଆପଣମାନେ ଜାଣିପାରିବେ ଏବଂ ଲାଭବାନ ହୋଇପାରିବେ। ତ ଆପଣମାନେ ମଧ୍ୟ ଜାଣିଛନ୍ତି ମୁଁ ବିନା କୌଣସି ପ୍ରମାଣ କିମ୍ବା ବିନା ନୋଟିସରେ ଭିଡ଼ିଓ କ୍ରିଏଟ୍ କରେ ନାହିଁ। ତ ଆପଣମାନେ ମଧ୍ୟ ଜାଣିଛନ୍ତି। ତ ଏହା ମିଛ ଭିଡ଼ିଓ ନୁହେଁ। ତ ଆପଣମାନେ ଥରେ ଦେଖନ୍ତୁ, ନିଶ୍ଚୟ ଆପଣମାନେ ଲାଭବାନ ହୋଇପାରିବେ। ତ ବର୍ତ୍ତମାନ ରାଜ୍ୟ ସରକାର ଲକ୍ଷ ଲକ୍ଷ ମହିଳା ହିତାଧିକାରୀମାନଙ୍କୁ ସୁଭଦ୍ରା ଟଙ୍କା ଦେଇଛନ୍ତି। ତା ସହିତ ରାଜ୍ୟ ସରକାର ସୁଭଦ୍ରା ହିତାଧିକାରୀମାନଙ୍କ ପାଇଁ 4 ଚକିଆ ଲୋନ୍ ମଧ୍ୟ ଦେଉଛନ୍ତି। ଯଦି ଆପଣମାନେ ଆଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନଙ୍କର ପଞ୍ଚାୟତକୁ ଯାଇ ଆପଣମାନେ ଯୋଗାଯୋଗ କରନ୍ତୁ। ଆପଣମାନେ ମଧ୍ୟ 4 ଚକିଆ ଲୋନ୍ଟିଏ ଆଣିପାରିବେ ଯଦି ଆପଣମାନେ ସୁଭଦ୍ରା ହିତାଧିକାରୀ ହୋଇଥିବେ। ଯଦି ସୁଭଦ୍ରା ହିତାଧିକାରୀ ଆପଣମାନେ ନୁହନ୍ତି ତାହେଲେ ସେହି ଲୋନ୍ ଆପଣମାନେ ପାଇପାରିବେ ନାହିଁ। ତା ସହିତ ରାଜ୍ୟ ସରକାର ଏବେ ପୁଣି ଆଉ ଏକ ସୁବିଧା କରିଛନ୍ତି, ଯେଉଁଟାକି ମହିଳାମାନେ ଯାତାୟାତ କରିପାରିବେ ବସ୍ରେ। ତ ସେହି ବସ୍ର ନାମ ହେଲା ସୁଭଦ୍ରା ବସ୍। ତ ସେହି ବସ୍ଟି କେବେ ଚାଲିବ, କ'ଣ ଏହାର ରହସ୍ୟ ରହିଛି, ସବୁକିଛି ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଆଜ୍ଞା ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତାପରେ ଆଉ ଗୋଟିଏ କଥା କହିବି, ସମସ୍ତ ହିତାଧିକାରୀ ବା ମହିଳାମାନଙ୍କ ପାଇଁ ସରକାର ଏତେ ସୁବିଧା କରୁଛନ୍ତି, ତ ପୁରୁଷମାନଙ୍କ ପାଇଁ କାହିଁକି ସୁବିଧା କରୁନାହାନ୍ତି? ତ ଆମ ପୁରୁଷମାନଙ୍କ ପାଇଁ କ'ଣ ଯୋଜନା ଏବେ ଅଛି ସମସ୍ତେ? ତ ଆମ ପୁରୁଷମାନଙ୍କ ପାଇଁ କୌଣସି ବି ଯୋଜନା ନାହିଁ। ତ ଆମେମାନେ ଉପକୃତ ହୋଇପାରିବୁନି ନା କ'ଣ କହୁଛନ୍ତି? ଆପଣମାନେ ସମସ୍ତେ ଭିଡ଼ିଓ ଦେଖୁଛନ୍ତି, ଆପଣମାନେ କମେଣ୍ଟ ସାହାଯ୍ୟରେ ମତାମତ ଦିଅନ୍ତୁ। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ, ଆମ ବସ୍ ନୁହେଁ, ଏଥର ସୁଭଦ୍ରା ବସ୍ରେ ଯିବେ ମହିଳା। ସୁଭଦ୍ରା ଯୋଜନା ପରେ ମହିଳାଙ୍କ ପାଇଁ ଆସିବ ସୁଭଦ୍ରା ବସ୍। ଦେଖନ୍ତୁ ଆଜ୍ଞା, ଏଠାରେ ଲେଖା ହେଇଛି ଆମ ବସ୍ ନୁହେଁ, ବସ୍ରେ ଯିବେ ସୁଭଦ୍ରା ମହିଳାମାନେ। ସୁଭଦ୍ରା ଯୋଜନା ପରେ ମହିଳାଙ୍କ ପାଇଁ ଆସିବ ସୁଭଦ୍ରା ବସ୍। ତ ଏହା ଓଡ଼ିଶା ଭାସ୍କରରେ ଆଜି 1 PM ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ଖବର କ'ଣ ରହିଛି। ଏଥର ରାଜଧାନୀରେ ଗଡ଼ିବ ସୁଭଦ୍ରା ବସ୍। ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଚାଲିବ ସୁଭଦ୍ରା ବସ୍। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଦେଖନ୍ତୁ ଆଜ୍ଞା, ଏଥର ରାଜଧାନୀରେ ଗଡ଼ିବ ସୁଭଦ୍ରା ବସ୍। ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଚାଲିବ ସୁଭଦ୍ରା ବସ୍। ଏଥିରେ ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ତାପରେ ଏଥିରେ ମହିଳା ଡ୍ରାଇଭର ଚଳାଇବେ ସୁଭଦ୍ରା ବସ୍। ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ଏପରି ଯୋଜନା କରାଯାଇଛି। ପୁନେରେ ସମସ୍ତଙ୍କୁ ଇ-ବସ୍ ଟ୍ରେନିଂ ଦିଆଯିବା ପରେ ଏଠାରେ ଚଳାଇବେ। ଦେଖନ୍ତୁ ଆଜ୍ଞା, ଏଥିରେ ମହିଳା ଡ୍ରାଇଭର ଚଳାଇବେ ସୁଭଦ୍ରା ବସ୍। ଏହି ବସ୍ରେ ମହିଳାମାନେ ଡ୍ରାଇଭର ପରି ରହିବେ। ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ଏପରି ଯୋଜନା କରାଯାଇଛି। ଦେଖନ୍ତୁ ଆଜ୍ଞା, କ'ଣ ପାଇଁ ଏପରି ଯୋଜନା କରାଯାଇଛି ନା, ମହିଳାଙ୍କ ଗୁରୁତ୍ୱ ସୁରକ୍ଷାକୁ ଦେବା ପାଇଁ ଏପରି ଯୋଜନା କରାଯାଇଛି।
पुणे समस्तଙ୍କୁ ଇ ବସ୍ ट्रेनिंग दिज्व। देखु आज्ञा पुणे समस्त महिला हिताधिकारी मानू जो मैंने बस चलाइबे से माने ट्रेनिंग करेंगे तापरे ट्रेनिंग दिज्वा पर एठारे चलाई पारिबे। तो यही समस्त हिताधिकारी मानू एपरी सुविधा करुछंती सरकार। तो आम पुरुष मानक पई कहीं जेपरी सुभद्रा हिताधिकारी माने सुभद्रा टंका पाउछंती आम पुरुष माने मध्य केउ गुटे योजना करन्ते सरकार आमे माने मध्य उपकृत हुअन्ते बोली समस्ते आशा करुछंती ना कोन कहउछंती भाई माने समस्ते निश्चय कमेंट माध्यम मतामत देबे। तापरे आगरू महिला मानंकु सुभद्रा योजना रे टंका मिलुथबा बेले वर्तमान महिला को आत्मनिर्भर करने और सेमानंकु सुरक्षा प्रदान करने सुभद्रा बस आनिबा को जाउछंती सरकार। देखंतु आज्ञा आगरू महिला मानंकु सुभद्रा योजना रे टंका मिलुथबा बेले वर्तमान महिला को आत्मनिर्भर करने एवं सेमानंकु सुरक्षा प्रदान करने सुभद्रा बस आनिबा को जाउछंती सरकार। तापरे एथिरे महिला ड्राइवर को रखाजिबो और एथिरे सुभद्रा बस रे महिला माने यातायात करि पारिबे। उपयुक्त ट्रेनिंग पर ड्राइवर मानंकु नियुक्ति दियाजिबो। ए नै बाबदरे गृह निर्माण और नगर उन्नयन मंत्री सूचना देइछंती। देखंतु आज्ञा एथिरे महिला माने ड्राइवर रखिबे तापरे एथिरे सुभद्रा बस रे महिला माने यातायात करि पारिबे। उपयुक्त ट्रेनिंग पर ड्राइवर को नियुक्ति दियाजिबो। ए बाबदरे गृह निर्माण और नगर उन्नयन मंत्री सूचना देइछंती। तो आपण माने जानि पारिले सुभद्रा बस कौन केबे कार्यकारी हेबो तापरे कौन पाई एही योजना आरंभ करिसंती सब किछि डिटेल जानि पारिले। भिडियोटी जदि भल लगी थाए भिडियो को गोटे लाइक करंतु एवं मो चैनल को प्रथमे आसीथिले गोटे सब्सक्राइब करी ऑल नोटिफिकेशन को ऑन करंतु फलरे एहीपरि हेल्पफुल नुआ नुआ भिडियो आपण मानक ठारे प्रथमे पहुँचीबो। तो डेरी न करी चलंतु भिडियो को एठी एंड करिबा।